ଖରା ଦିନ ଆସିଲେ ଆଗ ତାଳସଜ କଥା ମନେ ପଡିଥାଏ। ଆଉ ଋତୁ ଅନୁସାରେ ମିଳୁଥିବା ଫଳ ଦେହ ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ। ତାଳସଜ କେବଳ ପାଟିକୁ ସ୍ୱାଦ ଦେଇନଥାଏ, ବରଂ ପେଟକୁ ମଧ୍ୟ ଥଣ୍ଡା କରିଥାଏ। ତ ଆଜି ଘରକୁ ଆସିଛି ଆମର ତାଳସଜ। ଆଉ ତାଳସଜ ଦେଖୁଛନ୍ତି, ଆଜି ତାଳସଜ ଆସିଥିବାରୁ ମମି ଆଜି ବହୁତ ସାରା ତାଳସଜ ଆଜି ନିଜେ ନିଜେ ଛଡଉଛନ୍ତି। ଆମମାନେ ଖାଇବୁ, କାରଣ ଏଟା ଛଡେଇବା ବହୁତ କଷ୍ଟ, ମତେ ଆସେନି। ତ ଛଡା ଯାଉଛି। ଆଉ ମୋର ଇଚ୍ଛା ହେଲାଣି ଖାଇବାକୁ। ତ ଆଉ ଅପେକ୍ଷା ନାହିଁ, କେତେ ଜଲ୍ଦି ସରିବ ଛଡା ଛଡି କାମ, ତାପରେ ଖିଆ ହବ ଧୁଆ ହେଇକି। ତ ତାଳସଜ ଖାଇଲେ କିନ୍ତୁ କେବଳ ଯେ ପେଟ ଥଣ୍ଡା ତାହା ନୁହେଁ, ଆ ସହିତ ବହୁତ ସାରା ଉପକାରୀ ଗୁଣ ବି ଅଛି ୟାର। ଯଦି ସୌନ୍ଦର୍ଯ୍ୟ ହଉ କିମ୍ବା ଓଜନ କମ କରିବା ପାଇଁ ବି ତାକୁ ଖିଆଯାଏ। ତା ସହିତ ସୁନ୍ଦରତା କିପରି ନା, ଧରା ଯୋଉ ପେଟ ଥଣ୍ଡା ରହିଲେ ଆମ ମୁହଁ ବି ସେମିତି ଥଣ୍ଡା ରହିକି ଆପେ ଆପେ ଉଜ୍ଜଳ ଦେଖାଯାଇଥାଏ। ତେଣୁ ଆଜିର ତାଳସଜ ଦେଖନ୍ତୁ ଛଡା ହେଇଗଲାଣି। ତା ସହିତ ଆହୁରି ଅଛି ଚାରିଟା, ଏଠି ଛଡା ହେଇସାରିଲାଣି ଚାରିଟା। ତା ସହିତ ବହୁତ ହି ଟେଷ୍ଟି। ଆ ଭିତରୁ ପାଣିଟା ଯୋଉ ବାହାରେ ସେଇଟା ହିଁ ବଢିଆ ଲାଗେ ଖାଇବାକୁ ଆ ଭିତରୁ। ତ ଅପେକ୍ଷାରେ ସବୁ ଛଡା ଛଡି ହେଇଯାଉ, ଏକାଥରେ ଖାଇବୁ ମୋ ଭଉଣୀର ମୋର। ତ କେମିତି ଲାଗୁଛି ଭିଡିଓଟା କମେଣ୍ଟ କରି ନିଶ୍ଚୟ ଜଣାଇବେ।